ଯେତେବେଳେ ଗୋଟେ ଝିଅଟି ତା ଓଠରେ ହସ ଆଣିଥାଏ ସେତେବେଳୁ ସେ ବାହା ହେଇନଥାଏ। ବାହାଘର ପୂର୍ବର କଥା, ଯେତେବେଳେ ସେ ବାପ ଘରେ ଥାଏ ଖାଇବାକୁ ବସିବା ବେଳେ ଏଇଟା ଖାଇବିନି ସେଇଟା ଖାଇବିନି, ଏମିତିକି ତା ବାପା ଆଉ ତା ମା ପାଖରେ ଯାହା ବି ଅଳି ଅଝଟ କରେ ନା, ସେମାନେ ଖୁସି ଖୁସିରେ ଝିଅକୁ ଖୁଆଇ ଦେଇଥାନ୍ତି ଏବଂ ଯଦି ନ ଖାଏ ତାକୁ ଶୋଇବାକୁ କହିଥାନ୍ତି। କିନ୍ତୁ ଫରକ ଏତିକି ଯେ ଯେତେବେଳେ ସେ ବାହା ହେଇ ଶାଶୁ ଘରକୁ ଯାଏ, ଖାଇବା ଥାଳିରୁ ମୁଠାଏ ଖାଇବା ପାଇଁ ଇଚ୍ଛା ଥିଲେ ବି ସମସ୍ତେ ଖାଇବା ପର୍ଯ୍ୟନ୍ତ ସେ ନିଜକୁ ଅପେକ୍ଷା କରିବାକୁ ପଡ଼ିଥାଏ। ନିଜର ନାପସନ୍ଦ ଖାଦ୍ୟ ହେଲେ ବି ସେ ଖାଦ୍ୟକୁ ଖାଇବାକୁ ସେ ବାଧ୍ୟ ହେଇଥାଏ। ନିଜ ଘରେ ଅଳି ଅଝଟ କରୁଥିବା ଝିଅ ବାହା ହେଇ ଗଲା ପରେ ସବୁ କିଛି ସେ ଭୁଲିଯାଏ। ସେ ଅନ୍ୟ କାହାର ରାଗରୁଷା ଗାଳି ସହିବା ପାଇଁ ନିଜକୁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ କରିଥାଏ। ବାହାଘର ପୂର୍ବରୁ ନିଜ ଖୁସିରେ ଖୋଲା ଆକାଶରେ ଉଡ଼ି ବୁଲୁଥିବା ଝିଅ ବାହାଘର ପରେ ଶାଶୁଘର ଏରୁଣ୍ଡି ବନ୍ଧ ଡେଇଁବା ପାଇଁ ସମସ୍ତଙ୍କର ଅନୁମତିକୁ ଅପେକ୍ଷା କରିଥାଏ। ସତରେ ଭାଇ, କେତେ ବିଚିତ୍ର